ମା କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆପଣ ମାନ ସମସ୍ତଙ୍କୁ ପ୍ରଣାମ। ଆମେ ଏସ୍ଆଇଟିଜି ର ଯୋଉ କାର୍ଯ୍ୟକ୍ରମ ଭିତରେ ପିଲାମାନଙ୍କ ପାଇଁ ଶ୍ରୀ ଅରବିନ୍ଦ ବିଜ୍ଞାନ ପରିଷଦର ଆକ୍ଟିଭିଟି ଏଥିରେ ଆଗରୁ ଆମେ କରୁଥିଲେ କଣ ନା ଭିନ୍ନ ଭିନ୍ନ ଡିଷ୍ଟ୍ରିକ୍ଟ କୁ ଯାଇ ଫିଜିକାଲି ସେମିନାର କରୁଥିଲୁ ଏବଂ ଯୋଉ ଥିମ୍ ରଖା ହୁଏ ତାକୁ ଆମେ ସମସ୍ତଙ୍କ ପାଖରେ କେମିତି ପହଞ୍ଚି ହବ ଚେଷ୍ଟା କରୁଥିଲୁ। ବର୍ତ୍ତମାନ ଟେକ୍ନୋଲୋଜିର ସାହାଯ୍ୟ ନେଇ ଆମେ ୱେବିନାର କରୁଛୁ, ଯାହା ଫଳରେ ରାଜ୍ୟ ସ୍ତରରେ ସମସ୍ତେ ଏକା ସାଙ୍ଗରେ ଯୋଗ ଦେଇପାରିବେ। ଆଜି ୱେବିନାରରେ ରହିଛି ବିଷୟବସ୍ତୁ ଇଣ୍ଡିଆନ ଏଜୁକେସନ ସିଷ୍ଟମ। ଆ ପୂର୍ବରୁ ଆମେ 8ଟି ୱେବିନାର କରିସାରିଲେଣି ଭିନ୍ନ ଭିନ୍ନ ଟପିକ ଉପରେ। ଏ ବର୍ଷର ଯୋଉ ଥିମ୍ ରହିଛି ଆନ୍ସିଏଣ୍ଟ ଇଣ୍ଡିଆନ ସାଇନ୍ସ, ଦ ପାଷ୍ଟ ମଷ୍ଟ ବି ଏ ସ୍ପ୍ରିଙ୍ଗ ବୋର୍ଡ ଟୁୱାର୍ଡସ ଫ୍ୟୁଚର। ତାକୁ ଆଧାର କରି ଭିନ୍ନ ଭିନ୍ନ ସବ୍ ଟପିକ କରିଥିଲେ ଏବଂ ସେଥିରେ ଅନେକ ରିସର୍ଚ୍ଚ ସ୍କଲାର ମାନେ ଯୋଗ ଦେଇଥିଲେ, ଉପସ୍ଥାପନ କରିଛନ୍ତି ଏବଂ ତା ଉପରେ ପ୍ରଶ୍ନ ଉତ୍ତର କାର୍ଯ୍ୟ ହେଇଛି। ଏ କେବଳ ଗୋଟେ ଗୋଟେ ଟପିକକୁ ନେଇକି ଏଇଥିପାଇଁ କରୁଥିଲୁ ଯଦ୍ୱାରା ସମସ୍ତଙ୍କ ପାଖରେ ଗୋଟେ ଗାଇଡିଙ୍ଗ ପ୍ରିନ୍ସିପୁଲ ରହିଯିବ। ସେମାନେ ନିଜେ ପ୍ରିପେୟାର ହେଇପାରିବେ, ପିଲାମାନଙ୍କୁ ପ୍ରିପେୟାର କରିପାରିବେ। ଆମେ ସିଧାସଳଖ ଏଜେଣ୍ଡା ଉପରକୁ ଯିବା। ଆମର ପ୍ରଥମ କଥା ହଉଛି ସାଇନ୍ସ ଫେୟାର ଷ୍ଟାର୍ଟ ହବ ଅକ୍ଟୋବର 25-26। ଏଇଟା ଆମେ ଯେତିକି ଜଣ ଜଏନ କରିଛନ୍ତି ଆମ ଭିତରେ ଗୋଟେ ଧାରଣା ନିଶ୍ଚୟ ଭାବେ ମନେ ରଖିବା। ସେଟା ହଉଛି କେହି ଭାବନ୍ତି ଯେ ଏସ୍ଏଟିଜି ର ପ୍ରୋଗ୍ରାମ ସେଇଟାରେ ବୋଧେ ଆମେ ତ ଇଞ୍ଜିନିୟର ନୁହନ୍ତି, ତେଣୁ ଆମେ କଣ ଜଏନ କରିବୁ ବା ଆମେ ସେଥିରେ କଣ ରେସପନସିବିଲିଟି ନବୁ। ଏସ୍ଏଟିଜି ତାର ମୂଳ ଆକ୍ଟିଭିଟି ରଖିଛି ମାସଙ୍କୁ ନେଇକିରି ବଞ୍ଚିବା ଏବଂ ଟେକ୍ନୋଲୋଜି ରେ ତାକୁ କେମିତି ରିଫ୍ଲେକ୍ଟ କରିବା। ମୁଁ ଖାଲି ବ୍ରଡଲି ଗୋଟେ ଏମିତି ଖାଲି କହିଦଉଛି ଏବଂ ସେଇ ଟେକ୍ନୋଲୋଜି ଯୋଉମାନେ ଆମେ ଜାଣିଛୁ ମାସଙ୍କର ଯୋଉମାନେ ଭିନ୍ନ ଭିନ୍ନ ଜାଗାରେ କାର୍ଯ୍ୟ କରୁଛନ୍ତି ତାଙ୍କୁ କେମିତି ହେଲ୍ପ କରିହବ ବା ସାହାଯ୍ୟ କରିହବ ଯୋଉ ଉପାୟରେ ବି ହଉ ସେଇଟା ପ୍ରଚେଷ୍ଟା କରିଚାଲିଛି। ତେଣୁ ସେଥିରେ ମେମ୍ବର ହଉଛୁ ଆମେ ସମସ୍ତେ ଏବଂ ରେସପନସିବିଲିଟି ଯେତେବେଳେ ବାଣ୍ଟି ହବ ସେତେବେଳେ ଆମେ ସମସ୍ତଙ୍କ ପାଇଁ ଯିବ। ଯେତେବେଳେ ରେସପନସିବିଲିଟି ଡିସ୍କସନ କରିବା ସେ ବିଷୟ ସେତେବେଳେ ଆମେ ତା ଗୋଟେ କଥା ହବା। ବର୍ତ୍ତମାନ ଆମର ଫାଷ୍ଟ ନେକ୍ସଟ ସେକେଣ୍ଡ ଏଜେଣ୍ଡା ଥିଲା କୁଇଜ। କୁଇଜ ଆମେ 24 ଅଗଷ୍ଟରେ ଗୋଟେ ଅନଲାଇନ କୁଇଜ କରିଥିଲେ ଯେଟା କି ଫର ଅଲ ଏଜ ଗ୍ରୁପ। ଆମେ ଏଇଥିପାଇଁ ଅଲ ଏଜ ଗ୍ରୁପ ରଖୁଛୁ ଅନଲାଇନ କୁ କାହିଁକିନା ଯେହେତୁ ଆନ୍ସିଏଣ୍ଟ ଇଣ୍ଡିଆନ ସାଇନ୍ସ ରହିଛି ଏବଂ ତା ସହିତ ଏବେ ମଡର୍ଣ୍ଣରେ ଇଣ୍ଡିଆର କଣ ସମୃଦ୍ଧ ରହିଛି ଏ ଦୁଇଟା ଯାକ ଡିସକସନ ରହୁଛି। ଆମ ଭାରତ ଯେ କେତେ ସଂସ୍କୃତ ସମ୍ପନ୍ନ ଏବଂ ବିଜ୍ଞାନରେ ସମୃଦ୍ଧ ଥିଲା, ତାମାନେ ଆମର ବେଶ ସେତିକି ଷ୍ଟ୍ରଙ୍ଗ ଅଛି ଏବେ ବି। ବର୍ତ୍ତମାନ ବାହାରେ ଆମେ ପରିପ୍ରକାଶ କରିବା। ସେଥିପାଇଁ ସମସ୍ତ ଏଜ ଗ୍ରୁପ ଜାଣନ୍ତୁ, ସେଥିପାଇଁ ଅଲ ଏଜ ଗ୍ରୁପ ପାଇଁ ଅନଲାଇନ କୁଇଜ କରାହଉଥିଲା ଆନ୍ସିଏଣ୍ଟ ଇଣ୍ଡିଆନ ସାଇନ୍ସ ଉପରେ। ବର୍ତ୍ତମାନ ଆଉ ଗୋଟେ ଅନଲାଇନ କୁଇଜ ହବ, ସେଇଟା ଆମେ ମେସେଜ ମାଧ୍ୟମରେ ଡେଟ ପଠେଇଦବୁ। ତେଣୁ ସେଟା ଅଲରେଡି ଆଗରୁ ସେଥିପାଇଁ କହି ରଖୁଛୁ ଯଦ୍ୱାରା ପିଲା ପ୍ରିପେୟାର ହଉଥିବେ ଏବଂ ପିଲାଙ୍କ ପ୍ରିପାରେସନ କୁ ସାହାଯ୍ୟ କରିବା ପାଇଁ ଆମେ ହ୍ୱାଟ୍ସଆପ ରେ ଯୋଉ ଚ୍ୟାନେଲ ଗୋଟେ କରିଛୁ, କ୍ଲାଇମ୍ବିଙ୍ଗ ନଲେଜ ଚ୍ୟାନେଲ କରିଛୁ। ଏଇଥିପାଇଁ କରିଛୁ ସେଥିରେ ଏଇ ଆନ୍ସିଏଣ୍ଟ ଇଣ୍ଡିଆନ ସାଇନ୍ସ ଉପରେ ଯାହା ଯାହା ଡିସକସନ ରହୁଛି ତାର ଡକୁମେଣ୍ଟେସନ, ତାର ଭିଡିଓ ଏବଂ ତାର ଟେକ୍ସଟ ସବୁ ଯାକ ସେଇଠି ଆମେ ପୋଷ୍ଟ କରୁଛୁ। ଯୋଉ ବ୍ୟକ୍ତି ଯେତେବେଳେ ବି ସେଇ ଚ୍ୟାନେଲ କୁ ଜଏନ କରିବେ ତାହେଲେ ପ୍ରିଭିୟସ ଗୁଡାକୁ ସେ ଦେଖିପାରିବେ। ମୋର ଓଭର ଗୋଟେ କଥା ହଉଛି ସେଥିରେ ଅନ୍ୟାନ୍ୟ ଜିନିଷ ଭର୍ତ୍ତି ହେଇକି ନାହିଁ ଯଦ୍ଵାରା ଆପଣ ଖୋଜିବାକୁ କଷ୍ଟ ହବ। ତେଣୁ ପୁରୁଣା ଜିନିଷ ଦେଖିପାରିବେ। ସେଥିରେ ବର୍ତ୍ତମାନ ଯୋଉ ଅନଲାଇନ କୁଇଜ ହବ ସେ ଗୁଡାକର ଟେକ୍ସଟ ମଧ୍ୟ
କିଛି କିଛି ବେସିସ୍ ରେ ପଠାଯାଉଛି। ଭବିଷ୍ୟତରେ ସେଥିରେ ଆମେ ସାଇନ୍ସ ର ଡେଭଲପମେଣ୍ଟ ରିଗାର୍ଡିଂ ବି ପୋଷ୍ଟ କରିବୁ, ସାଇନ୍ସ ର ନ୍ୟୁଜ ପୋଷ୍ଟ କରିବୁ, ଏବଂ କୌଣସି ଜାଗାରେ ଇନୋଭେଟିଭ କେହି ପ୍ରୋଜେକ୍ଟ ଯଦି କରୁଛନ୍ତି ତାକୁ ଆମେ ପୋଷ୍ଟ କରିବୁ, ଯଦ୍ୱାରା ଗୋଟିଏ ପ୍ଲାଟଫର୍ମ ଆମ ପାଖରେ ରହିଲା ଯୋଉଟା କି ଆମକୁ ଏସଏଟିଜି ଯୋଗଉଛି ସାଇନ୍ସ ଆଉ ମ୍ୟାଥ ର ଡେଭଲପମେଣ୍ଟ ପାଇଁ ଗୋଟିଏ ପ୍ଲାଟଫର୍ମ। ଯେତେବେଳେ ଚାହିଁବେ ସେଠି ଦେଖିବେ ବା ରେଗୁଲାର ବେସିସରେ ମଧ୍ୟ ଦେଖିବେ। ସେଥିପାଇଁ ମଧ୍ୟ କିଛି କିଛି ବ୍ୟକ୍ତିଙ୍କର ଯୋଗଦାନ ରହିଛି ଏବଂ ସେମାନେ ଅନ୍ୟମାନେ ବି କିଏ ଯୋଗଦାନ କେମିତି ଦେଇପାରିବେ ସେ ବିଷୟରେ ଆମେ ଡିସ୍କସନ କରିବା। ଆଉ ଏବେ ଚେଷ୍ଟା କରାଯାଉଛି ଏଇ ସାଇଣ୍ଟିଷ୍ଟ ଏବଂ କୁଇଜ ପାଇଁ ଯୋଉ କୋଶ୍ଚିନ୍ ତାକୁ ନେଇକି ଗୋଟେ ବହି ପ୍ରସ୍ତୁତ କରୁଛି ଶ୍ରୀମନ୍ଦ ୟୁନିଭରସିଟି ରାୟଗଡା ତରଫରୁ। ସେଟା ଆମେ ଅନଲାଇନ ରେ ଉପଲବ୍ଧ କରିବୁ। ଶ୍ରୀବିଦ୍ୟା ସଞ୍ଚାର ଯୋଉ ଅନଲାଇନ ପ୍ଲାଟଫର୍ମ ରହିଛି ବୁକ୍ ପାଇଁ ଶ୍ରୀମନ୍ଦ ୟୁନିଭରସିଟି ତରଫରୁ ଆମେ ସେଥିରେ ପକେଇବୁ ଏବଂ ସେଥିରେ ଆମେ ପବ୍ଲିଶ କରିବୁ। ଯେତେବେଳେ ସେଟା ବି ଜଣେଇଦେବୁ ଯଦ୍ୱାରା ଆପଣ ଅନଲାଇନ ରେ ନେଇପାରିବେ ଆଉ ଦରକାର ପଡ଼ିଲେ ମାତୃଭୂମିରୁ ଅଫଲାଇନ ରେ ବହି ନେଇପାରିବେ। ଆଉ ଏସଏଟିଜି ର ଅଲରେଡି ଗୋଟେ ୟୁଟ୍ୟୁବ ଚ୍ୟାନେଲ ରହିଛି, ସେଥିରେ ବି ଆମେ କେବଳ ଏଇ ସାଇନ୍ସ ରିଗାର୍ଡିଂ ଏବଂ କନଫରେନ୍ସ ର ପ୍ରୋଗ୍ରାମକୁ ଆମେ କେବଳ ସେଥିରେ ରଖୁଛୁ, ତେଣୁ ସେଇଟା ଆପଣଙ୍କୁ ଗୋଟେ ରହିଛି। ବର୍ତ୍ତମାନ ନେକ୍ସଟ ଯିବା ଆକ୍ଟିଭିଟି 25-26 ରେ। ଆମେ ଯୋଉ 25-26 ରେ ରଖିଛୁ ସାଇନ୍ସ ଫେୟାର ପ୍ରୋଜେକ୍ଟ ପାଇଁ, ପ୍ରୋଜେକ୍ଟ ଟା ଆଗ କହିଦଉଛି, ତାପରେ 25 ତାରିଖର ପ୍ରୋଗ୍ରାମରେ ଟିକେ ଡିଟେଲ୍ସ ରହିଛି ଯୋଉଟା କି ଗୋଟେ ଏଥର ଆମେ ଚେଷ୍ଟା କରୁଛୁ ଟିକେ ଅଲଗା ଉପାୟରେ କେତେ ରିଚ୍ କରିହେବ ସେଟା କରିବା ପାଇଁ। ପ୍ରୋଜେକ୍ଟରେ ଆମର ଦୁଇଟା ପ୍ରୋଜେକ୍ଟ ଆମେ ସବୁ ଜାଗାରେ କହୁ ଆଣିବା ପାଇଁ। ପଞ୍ଚମ କ୍ଲାସ ରୁ ଅନୱାର୍ଡସ ଯୋଉଠି ଅଛି ସ୍କୁଲ, କାହିଁକିନା ଅତି ଛୋଟ ପିଲା ସେମାନେ ଏତେ ନେଇପାରିବେନି ସମୟର ଷ୍ଟ୍ରେନ୍। ତ ଦିଟା ପ୍ରୋଜେକ୍ଟ ଆସିବ। ଗୋଟେ ପ୍ରୋଜେକ୍ଟରେ ଆମେ କହୁ 3 ଜଣ ମ୍ୟାକ୍ସିମମ୍ ଆଣନ୍ତୁ, ଆଉ ଦୁଇ ଜଣ ମିନିମମ୍ ମ୍ୟାକ୍ସିମମ୍ 3 ଜଣ। ଏବଂ ସମସ୍ତଙ୍କୁ ଆମେ କହିଥାଉ ଯେ ସ୍କୁଲର ବ୍ୟାନର ଗୋଟେ ସେପାରେଟ ବ୍ୟାନର ପଛରେ ନ କରି, ହଁ ଦୟାକରି ଅନ୍ୟମାନେ ଥାଆନ୍ତୁ, ମୁଁ ତାପରେ ଆମର ରେସପନ୍ସିବିଲିଟି ଡିସ୍କସନ କରିବି। ଖାଲି ଇନଫର୍ମେସନ ଟା ଆଗ ସେୟାର କରିଦଉଛି। ସ୍କୁଲର ସେପାରେଟ ବ୍ୟାନର ଆଣିବେ ନାହିଁ, କାହିଁକିନା ତା ପାଇଁ ଆମକୁ ସ୍ପେସ୍ ନଥାଏ। ଆପଣଙ୍କ ପ୍ରୋଜେକ୍ଟର ଯୋଉ ଲେଖା ରଖୁଛନ୍ତି ପଛରେ, ସେଥିରେ ଆପଣ ମେନସନ ଉପରେ କରିପାରନ୍ତି ଯୋଉମାନେ ଭାଗ ନେଇଛନ୍ତି, କରିପାରନ୍ତି ନୁହଁ କରିବେ। ଯୋଉମାନେ ଭାଗ ନେଇଛନ୍ତି ତାଙ୍କର ନାଁ ଏବଂ କୋଉ ସ୍କୁଲ, ଏବଂ ତା ପାଇଁ ଆମେ ଫର୍ମ ଫିଲଅପ ଆରମ୍ଭ କରିଦେବୁ। ଆମେ ପଠେଇଦେବୁ ଲିଙ୍କ, ସେଥିରେ ଫର୍ମ ଫିଲଅପ କରିବେ। ଏବଂ ତାର ହେଲ୍ପିଂ ପାଇଁ କ୍ଲାଇମ୍ବିଂ ନଲେଜ ଚ୍ୟାନେଲରେ ପ୍ରୋଜେକ୍ଟ ଲିଷ୍ଟ ଦିଆଯାଇଛି ପାଖାପାଖି 100 ଉପରେ, ଏବଂ ଭିଡିଓ ବି ଲିଙ୍କ ଦିଆହେଇଛି। ବର୍ତ୍ତମାନ ଯିବା ଆମେ 25 ତାରିଖରେ କାମଟା ଯୋଉଟା ଆମର ଦାୟିତ୍ୱ, ଆମେ କଣ କଣ ରେସପନ୍ସିବୁଲ କିଏ ନେଇପାରିବେ ସେ ବିଷୟରେ ଡିସ୍କସନ ଟା 25 ତାରିଖରେ ଆମେ ଦୟାକରି ଆପଣ ମାନେ ସମସ୍ତଙ୍କୁ ଆସିବାକୁ ଅନୁରୋଧ। ଯଦି କୌଣସି କାରଣରୁ କିଏ ଜଣେ ଆସିପାରୁନାହାନ୍ତି, ଯୋଉମାନେ ରେସପନ୍ସିବିଲ ନେଇପାରିବେ, ଅତି ଅର୍ଜେଣ୍ଟ ହେଲେ ସେଦିନ ଆମେ ଚିନ୍ତା କରିବା କଣ କରିହବ। କିନ୍ତୁ ଆପଣ ମାଙ୍କ ପାଖରେ ଅଫର କରିଦିଅନ୍ତୁ, କ୍ୟାଲେଣ୍ଡରରେ ଡେଟ୍ ଟାକୁ ଫିକ୍ସ କରିଦିଅନ୍ତୁ ଯେ ଯେମିତି ହେଲେ 25 ତାରିଖ ଆସି ପହଞ୍ଚିବେ। ହଁ ତା ପୂର୍ବରୁ କାଳେ ଭୁଲିଯିବି କହିଦଉଛି, 12 ତାରିଖରେ ଏସଆଇଟିଜି ର ଆନୁଆଲ କନଫରେନ୍ସ ରହିଛି ମାତୃଭବନରେ। ଯଦି ସେ ସମୟରେ ବି ଆସିବେ ତାହେଲେ ଆଉ ଟିକେ ଡିସ୍କସନ ବି ଅଧିକ ହେଇଯିବ ସେ ସମୟରେ। ସେଦିନ ବି ଡିସ୍କସନ ଅର୍ଗାନାଇଜେସନ ମିଟିଂରେ ରହିବ। ଆଉ ସେକେଣ୍ଡ ହେଲା ଯୋଉ ପ୍ରୋଗ୍ରାମ 25 ତାରିଖରେ ଆମେ ରଖୁଛୁ, ଏଥର ଦୁଇଟା ପ୍ରୋଗ୍ରାମ ସାଇଡ ବାଇ ସାଇଡ ରହିବ। ଗୋଟେ ହଉଛି ଟିଚର ମାନଙ୍କର ଓରିଏଣ୍ଟେସନ, ସେମାନେ କେମିତି ବିୟଣ୍ଡ ସାଇନ୍ସର ଏକ୍ସପେରିମେଣ୍ଟ ଯିବେ। ଏ ଯୋଉ ଆମେ ଯୋଉ ଗୋଟେ ଥିମ୍ ରଖି ଦଉଛୁ, ତାକୁ କେମିତି ଆକ୍ଚୁଆଲି ମୁଁ ନର୍ଚର କରିବି, ନିଜକୁ ପ୍ରିପେୟାର କରିବି, ନିଜକୁ ମୋଟିଭେଟ କରିବି ଏବଂ ପିଲାଙ୍କ ପାଖରେ ପହଞ୍ଚିବି। ଏଇଟାର ଗୋଟେ ୱାର୍କସପ୍ ହବ, ଯୋଉଥିରେ କି ଆମେ ସମସ୍ତେ ପାର୍ଟିସିପେଟ କରିବା ନିହାତି ଦରକାର। ସେଥିପାଇଁ ଆମେ ସମସ୍ତ ବିଦ୍ୟାଳୟକୁ ଅନୁରୋଧ କରିବୁ, କୌଣସି କାରଣରୁ ଯଦି ସେମାନେ ପ୍ରୋଜେକ୍ଟ ନେଇକି ଆସିପାରୁନାହାନ୍ତି
ତେବେ ଜଣେ ଟିଚର କିନ୍ତୁ ନିହାତି ପଠେଇବେ ଯିଏ କି ଇଣ୍ଟରେଷ୍ଟ ରଖିଥିବେ, ଆସ୍ପାଇରିଂ ହେଇଥିବେ, ତାହେଲେ ସିଏ ଓରିଏଣ୍ଟେଡ ହେଇକି ଯିବେ। ଏବଂ ଯୋଉ ପିଲାଙ୍କୁ ବି ଯିଏ ପ୍ରୋଜେକ୍ଟ ନେଇକି ଆସୁଛନ୍ତି ସେଇ ପ୍ରକାରର ଟିଚରଙ୍କୁ ପଠେଇବେ ଯୋଉମାନେ କି ଏଥିରେ ଭାଗ ନେବେ, ସେଟା ସୁବିଧା ହବ। ଟିଚର୍ସ ଓରିଏଣ୍ଟେସନ ଏଥର ଚାଲିବ ସେଇ 2:30 ପ୍ରୋଗ୍ରାମରେ। ଏବଂ ତା ସହିତ ପିଲାଙ୍କର ଯୋଉ ପ୍ରୋଗ୍ରାମ ହବ ତାଙ୍କର ଅଫଲାଇନରେ ସେଇ କୁଇଜ ଆଉଥରେ ହବ। 3ଟା ଲେବୁଲ ଆମେ ସେଥିପାଇଁ କୁଇଜ ରଖିଛୁ। କୁଇଜ ର ଯୋଉ ଭବିଷ୍ୟତ ତାକୁ ଆମେ ପରେ ବଦଳେଇବା, ବର୍ତ୍ତମାନ ଅଫଲାଇନ ହବ। ଏବଂ ତା ସହିତ ଗୋଟେ ଏଜୁକେସନାଲ ଗେମ୍ ଖେଳ ହବ। ଏବଂ ସେ ଗେମ ର ଡିଟେଲ୍ସ ମଧ୍ୟ ଆପଣ ଆଗରୁ ପାଇଛନ୍ତି। ତଥାପି ଖାଲି ଟିକେ ନଟ୍ ସେଲରେ ଗୋଟେ ଲାଇନରେ କହିଦଉଛି। ଆମର ଯୋଉ ଏଲିମେଣ୍ଟ ଡିସକଭରି ହେଇଛି, ଆମେ ପିରିୟଡିକ ଟେବୁଲରେ ଦେଖିଛନ୍ତି, ତାକୁ ନେଇକିରି ହିଁ ସେ ଗେମଟି ହବ। ଏବଂ ତାପରେ ଇଭିନିଂ ସେସନରେ ଆମ ପାଖରେ ଏବେ ରିସେଣ୍ଟଲି ଯିଏ ବିଜ୍ଞାନରେ ପୁରସ୍କାର ପାଇଛନ୍ତି ଆମ ଓଡିଶାର ଲୋକ, ସାଇଣ୍ଟିଷ୍ଟ ବୈଜ୍ଞାନିକ ପ୍ରଶାନ୍ତ ପାଣିଗ୍ରାହୀ, ସେ ଆମ ପାଖରେ ରହିବେ। ଏବଂ ତାଙ୍କ ସହିତ ଆମର ସନ୍ଧ୍ୟାଟି ରହିଛି ପ୍ରୋଗ୍ରାମ। ମୁଁ ଖାଲି ଏତିକି କହୁଛି। ସେଟା ତାପରେ ରହିଲା ଆମର ଏଇ ଯୋଉ ରେସପନ୍ସିବିଲିଟି ଭିତରେ ଆମେ କଣ କରିବା, କେମିତି କଣ ଗୋଟେ କ୍ୟାଲେଣ୍ଡର ତିଆରି କରିବା ଆକ୍ଟିଭିଟିର, ଏବଂ ସେଥିରେ ଆମ ନିଜର ରୋଲ କଣ ରହିବ, ତାକୁ ଆମେ ଜୋନାଲ ଲେବୁଲ କେମିତି ଡିଷ୍ଟ୍ରିବ୍ୟୁଟ କରିବା, ଡିଷ୍ଟ୍ରିକ୍ଟ ଲେବୁଲକୁ କେମିତି ଯିବା, ଏବଂ ବର୍ଷକ ଭିତରେ ମିନିମମ୍ କେତେ ଗୁଡିଏ ଆକ୍ଟିଭିଟି ଯୋଉଟା କି ବିଦ୍ୟାଳୟରେ ଆମେ କରିପାରିବା, ତାର ଗୋଟେ କ୍ୟାଲେଣ୍ଡର ତିଆରି ହବ। ସେଇଟା ବି ଆମେ ସବୁ ବସିକିରି ତିଆରି କରିବା। ଏବଂ ଆଉ ଯୋଉମାନେ ବାହାରେ ରହିଛନ୍ତି, ସ୍କୁଲର ବାହାରେ, ସେମାନେ ସେଇ ଆକ୍ଟିଭିଟିରେ କେମିତି ହେଲ୍ପ କରିପାରିବେ, ତାର ରେସପନ୍ସିବିଲିଟି ଆମେ ଫିକ୍ସ କରିବା। ଏବଂ ସେଥିରେ ଆଉ ଗୋଟେ ଜିନିଷ ଆମେ ରଖିପାରିବା, ଅନେକ ଜାଗାରେ ହଉଛି, ଯେମିତି କି ପାୟୋନିୟର୍ସ ମାନଙ୍କୁ ଇନଭଲ୍ଭ କରୁଛନ୍ତି, ତାକୁ ଆଉ ଟିକେ ବ୍ରଡ କରିବା। ଆମର ଯୋଉମାନେ ଟେକ୍ନୋଲୋଜିକାଲି ଟେକ୍ନିକାଲି ପାୟୋନିୟର ହେଇଗଲେଣି, ଇଞ୍ଜିନିୟର ହେଇଗଲେଣି, ଭିନ୍ନ ଭିନ୍ନ ଫିଲ୍ଡରେ କାମ କରୁଛନ୍ତି, ତାଙ୍କର କଣ ପ୍ରୋଗ୍ରାମ କରିବା, କେମିତି ପ୍ରୋଗ୍ରାମ କରିବା, ଏବଂ ତାଙ୍କୁ ଆମ ବିଦ୍ୟାଳୟରେ ଆମେ ଯୋଉ ଆକ୍ଟିଭିଟି କରିବା ତା ଭିତରକୁ ତାଙ୍କୁ ଇନଭଲ୍ଭ କରାଇବା। ସେ ବିଷୟରେ ଆମେ ଡିସ୍କସନ କରିବା ସେଇ 25 ତାରିଖ ମିଟିଂରେ। ତେଣୁ ଆପଣ ସମସ୍ତଙ୍କୁ ମୋର ଗୋଟେ ବିନମ୍ର ଅନୁରୋଧ ଯେ ଆପଣ ମାନେ ନିଶ୍ଚୟ 25 ତାରିଖ ମିଟିଂ ଟା ଫିଜିକାଲି ଯୋଉ ରହିଛି ସେଟା ଜଏନ କରିବେ, ଆସିବେ। ଆମେ କଣ କରିହବ ଆମ ସମସ୍ତଙ୍କର ଡେଭଲପମେଣ୍ଟ ପାଇଁ, ଆମେ ସେଇଟା ଚେଷ୍ଟା କରିବା। ମନେ ପକେଇଦେବି, ମଦର୍ସ ଓଡିଶାରେ ଗୋଟେ ୟୁଜର ରେଜିଷ୍ଟ୍ରେସନ ରହିଛି। ସେଟା ଏଥିପାଇଁ ରହିଥିଲା, ମାମୁଁ ତାକୁ ବହୁତ ପ୍ରୟାସ କରୁଥିଲେ ଯେମିତି ପ୍ରତ୍ୟେକ ଲୋକ ବ୍ୟକ୍ତିଙ୍କ ପାଖକୁ ରିଚ୍ କରୁ। ଆମର ଯୋଉଗୁଟା ପାଠଚକ୍ର ହେଇଛି, ଏବଂ ଯୋଉମାନେ ମାସକୁ ଜାଣିଛନ୍ତି, ଯୋଉମାନେ ଆମର କାର୍ଯ୍ୟରେ ଟିକେ ହେଲ୍ପ କରିବେ, ସମସ୍ତେ ବା କିଏ ଜାଣିବାକୁ ଚାହୁଁଛି ମାସଙ୍କ ୱାର୍କକୁ, ସେମାନେ ସମସ୍ତେ ୟୁଜର ରେଜିଷ୍ଟ୍ରେସନ କରିବା ପାଇଁ, ସେଇଟା ଆମେ ଆଉ ଗୋଟେ ପ୍ଲାଟଫର୍ମରେ କେତେବେଳେ ଡିସ୍କସନ କରିବା। ବର୍ତ୍ତମାନ ଏସ୍ଏଟିଜି ର ପ୍ରୋଗ୍ରାମ ହଉଛି 12 ତାରିଖ ଦିନ 10ଟାରୁ ଷ୍ଟାର୍ଟ। ଆପଣ ସମସ୍ତଙ୍କୁ ନିମନ୍ତ୍ରଣ, ନିଶ୍ଚୟ ଆସିବେ। ଅର୍ଗାନାଇଜେସନ ମିଟିଂରେ ଆପଣ ଯଦି ଜଏନ କରିବେ, ତାହେଲେ ଆମେ ଅଧିକ କିଛି ଡିସ୍କସନ ସେଠି କରିବା। ତାପରେ 25-26 ଯୋଉ ପ୍ରୋଗ୍ରାମ, 25 ତାରିଖ ଦିନ 2:30 ଷ୍ଟାର୍ଟ ହବ। 26 ତାରିଖ ଦିନ ପିଲାଙ୍କର ଏକ୍ଜିବିସନ ଯୋଉଟା ବାହାରେ ଫିଲ୍ଡରେ ରହିଛି, ସେଟା ସରିଗଲା ପରେ ଆଫ୍ଟର ଲଞ୍ଚ ପ୍ରୋଗ୍ରାମ ସରିବ। ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣ ସମସ୍ତେ ଉପସ୍ଥିତ ରହିବେ, ଏବଂ ଆମେ ଯୋଉ ରେସପନ୍ସିବିଲିଟି ଫିକ୍ସ କରିବା ସେଥିପାଇଁ ସେ ମିଟିଂରେ ଜଏନ କରିବା। ଏବଂ ଟିଚର୍ସ ଓରିଏଣ୍ଟେସନ ପାଇଁ ପ୍ରତ୍ୟେକ ସ୍କୁଲରୁ ଯେମିତି ଜଣେ ଟିଚର ଆସିବେ, ସେଥିପାଇଁ ଆମେ ପ୍ରୟାସ କରିବା। ଏଠି ମୁଁ ଆଉ ଗୋଟେ କଥାକୁ ବି କହିଦଉଛି, ଆମେ 10 କର୍ମଧାରାର ଭିନ୍ନ ଭିନ୍ନ ଯୋଉ ପାର୍ଟ ରହିଛି କାମ କରୁଛନ୍ତି, ଏଜୁକେସନରେ ଯୋଉ ଏନଏଲଟି କାମ କରୁଛି, ସିଏ ଟିଚର ମାନଙ୍କୁ ଟ୍ରେନିଂ ଦବା, ଟିଚର୍ସ ମିଟ୍ କରିବା ଏବଂ ତାଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛି। ତାଙ୍କୁ ଆମେ ଏସ୍ଏଟିଜି ତରଫରୁ ଆମେ ତାଙ୍କୁ କମ୍ପ୍ଲିମେଣ୍ଟ କରୁଛୁ, ତାଙ୍କ ସହିତ ଯେମିତି କାନ୍ଧରେ କାନ୍ଧ ମିଳେଇକି
ଆମେ ସାଙ୍ଗ ହେଇକି ସମସ୍ତେ ଇଣ୍ଟିଗ୍ରାଲ ବା ଇଣ୍ଟିଗ୍ରେଟେଡ ହେଇକି କାମ କରିବାକୁ ଚେଷ୍ଟା କରୁଛୁ। ତେଣୁ ଆମ ସମସ୍ତଙ୍କ ରୋଲ ରହିଛି, ଆପଣ ମାନେ ମଧ୍ୟ ସେଥିରେ ସହଯୋଗ କରିବେ ବୋଲି ମୁଁ ଆଶା କରୁଛି। ମା